ସୁକିନ୍ଦା ଖଣି କ୍ଷତିଗ୍ରସ୍ତ ଓ ଛଟେଇ ଶ୍ରମିକଙ୍କ ନିଯୁକ୍ତି ଦାବିରେ କମରଦା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ। ସୁକିନ୍ଦା ଖଣିରେ ଛଟେଇ ଶ୍ରମିକ ଓ ଖଣି କ୍ଷତିଗ୍ରସ୍ତଙ୍କୁ ସାରୁଆବେଲି ଓ କମରଦା ଖଣିରେ ନିଯୁକ୍ତି ଦେବା, ଖଣି ଇଲାକାରେ ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବାର ସୁବନ୍ଦୋବସ୍ତ କରିବା ଆଦି ଦାବିରେ ବୁଧବାର ଦିବା 1 ଘଟିକା ସମୟରେ ସୁକିନ୍ଦା ଉପତ୍ୟକା ଖଣି କ୍ଷତିଗ୍ରସ୍ତ ଗଣମଞ୍ଚ ପକ୍ଷରୁ ଶହ ଶହ ଖଣି ପ୍ରଭାବିତ ଯୁବକ ଯୁବତୀ ଓ ଛଟେଇ ଶ୍ରମିକମାନେ ଖଣି ଅଞ୍ଚଳରେ ଏକ ଶୋଭାଯାତ୍ରାରେ ବାହାରି ଟାଟା ଷ୍ଟିଲ୍ କମରଦା କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଗଣମଞ୍ଚର ଅନ୍ୟତମ ଆବାହକ ଶ୍ରୀ ଶଙ୍କର ସିଦ୍ଧୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ AIUTUCର ରାଜ୍ୟ ସମ୍ପାଦକ ଜୟସେନ ମେହେର, ସଂଗଠନର ଆବାହକ ତଥା ଯାଜପୁର ଜିଲ୍ଲା ସମ୍ପାଦକ ସୁରେଶ ପ୍ରଧାନ କର୍ମକ୍ଷମ ଯୁବ ଯୁବତୀମାନଙ୍କୁ ଟାଟା କମ୍ପାନୀ ନିଯୁକ୍ତି କ୍ଷେତ୍ରରେ ଅଣଦେଖା କରୁଥିବାର ଅଭିଯୋଗ କରିଥିଲେ। ଖଣି ସଂଲଗ୍ନ ଗ୍ରାମ ଗୁଡ଼ିକ ବେକାର ବିହୀନରେ ଭର୍ତ୍ତି ହୋଇଥିବା ସ୍ଥଳେ ବାହାର ଅଞ୍ଚଳରୁ ଲୋକ ଆମଦାନୀ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇଥିଲେ। ପୂର୍ବରୁ ବର୍ଷ ବର୍ଷ ଧରି କାମ କରି ଆସୁଥିବା ଶ୍ରମିକମାନଙ୍କୁ କାମରେ ନ ନେବା ଭଳି ଅତ୍ୟନ୍ତ ଷଡ଼ଯନ୍ତ୍ରପୂର୍ଣ୍ଣ ଘଟଣା କମ୍ପାନୀ ଘଟାଇ ଚାଲିଛି। ବିଷାକ୍ତ ପାଣି, ପବନ, ଭୂଗର୍ଭସ୍ଥ ଜଳସ୍ତର ନିମ୍ନଗାମୀ ହେବା କାରଣରୁ ଜଳସଙ୍କଟ ବୃଦ୍ଧି ଓ ଖଣିରେ ବ୍ଲାଷ୍ଟିଂ ହୋଇ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ଘର ଗୁଡ଼ିକ ଭାଙ୍ଗିବା ଭଳି ସମସ୍ୟା ସ୍ଥାନୀୟବାସୀ ଭୋଗୁଛନ୍ତି। ଏହାର ପ୍ରତିକାର କରି ପ୍ରଭାବିତମାନଙ୍କୁ ଅବିଳମ୍ବେ ନିଯୁକ୍ତି ଦିଆନଗଲେ ଆଗାମୀ ଦିନରେ ବିଭିନ୍ନ ସ୍ତରରେ ଆନ୍ଦୋଳନ କରାଯିବ ବୋଲି ନେତାମାନେ ଚେତାବନୀ ଦେଇଛନ୍ତି।